ହଁ ଆଜ୍ଞା, ଗତ କିଛି ଦିନ ତଳେ ଅନୁଭବ ମହାନ୍ତିଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନେକ କଳାକାର ସହିତ ବନ୍ଧୁ, ପ୍ରିୟଜନ, ପ୍ରଶଂସକ, ପରିବାର ଲୋକ। କିନ୍ତୁ ସେଠାରେ ଦେଖିବାକୁ ମିଳିନଥିଲେ ଅଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ହୁଏତ ବର୍ଷା ଅନୁଭବଙ୍କ ଭିତରେ ଏବେ ବି ବିବାଦ ଲାଗି ରହିଛି, କିନ୍ତୁ ଶ୍ୱଶୁରଙ୍କ ଶେଷ ସମୟରେ ନିଶ୍ଚିତ ଭାବରେ ଯିବା କଥା ବର୍ଷା। ବଡ଼ ବୋହୂ ହିସାବରେ ନହେଲେ ନାହିଁ, ଜଣେ ଭଲ କଳାକାର ହିସାବରେ, ସମାଜସେବୀ ହିସାବରେ ଯାଇପାରିଥାନ୍ତେ ବର୍ଷା। ଆଜି ଯଦି ବର୍ଷା ସୁଧାକର ବସନ୍ତଙ୍କ ପାଖକୁ ଯାଇପାରିଛନ୍ତି, ତେବେ କାହିଁକି ଶ୍ୱଶୁରଙ୍କ ଶେଷ ଯାତ୍ରାକୁ ଗଲେ ନାହିଁ ବର୍ଷା? ଯାହାକୁ ନେଇ ଏବେ ପ୍ରଶ୍ନ କରୁଛନ୍ତି ଅନୁଭବଙ୍କ ଫ୍ୟାନ୍। ଏମିତି ନ୍ୟୁଜ୍ ପାଇବା ପାଇଁ ଚାହୁଁଥିଲେ ସବସ୍କ୍ରାଇବ୍ କରନ୍ତୁ RJ ନ୍ୟୁଜ୍।